এই କିଛି ଦିନ ତଳେ ଗୋଟେ ଛୋଟ ଘଟଣାଟା ଘଟିଥିଲା, ଯାହାକି ମନକୁ ଛୁଇଁ ଯାଇଥିଲା, ଆଖିରୁ ଲୁହ ଆସିଯାଇଥିଲା। ଭାବିଲି ଆଜି ଆପଣଙ୍କ ସହିତ ସେଇଟା ବାଣ୍ଟିବି, ତାହେଲେ ଆପଣମାନେ ବୁଝିପାରିବେ ଯେ ପ୍ରତ୍ୟେକ ମଣିଷର କେତେଟା କୋହ ଅଛି ଏବଂ ତା'ର ମନ ଭିତରେ ଯେଉଁ ଭାବପ୍ରବଣତା ଅଛି ତାକୁ ଯେତେବେଳେ ଅନ୍ୟମାନେ ନିଜର ବିଶେଷ କରି ନିଜର ପୁଅ ଝିଅ ନ ବୁଝନ୍ତି କେତେ କଷ୍ଟକର ହୁଏ। ଡିସେମ୍ବର 30 ତାରିଖ ଏକ ବରିଷ୍ଠ ନାଗରିକ ସଂଘ ତରଫରୁ ଆମେ ସବୁ ଯାଇଥିଲୁ ଗୋଟେ ଜରା ନିବାସକୁ। ସେ ଜରା ନିବାସରେ ଯେଉଁମାନେ ରହୁଛନ୍ତି ସେମାନଙ୍କୁ କିଛି କମଳ, କିଛି ଖାଦ୍ୟପେୟ ସବୁ ବାଣ୍ଟିବା ପାଇଁ ଏବଂ ତାଙ୍କ ମୁହଁରେ ହସ ଘୋଟିବା ପାଇଁ। ଯେତେବେଳେ ଯାଇଥିଲୁ ସବୁ କାର୍ଯ୍ୟ ସରିଲା ବେଳକୁ ମୁଁ ଦେଖିଲି ଜଣେ ଅତି ବୟସ୍କ, ବୋଧେ 80 ଟପି ଜୀବଣୀ, ଏକୁଟିଆ ଝରକା ପାଖରେ ବାହାରକୁ ଅନେଇକି ବସିଛନ୍ତି। କାହା ସହିତ ମିଶୁନାହାନ୍ତି, କାହା ସହିତ କଥା ହେଉନାହାନ୍ତି। ମୁଁ ସେ ସଂସ୍ଥାର ମ୍ୟାନେଜରକୁ ପଚାରିଲି କ'ଣ ନା, ନାଇଁ ସେ 3 ଦିନ ହେଲା ବସିଛନ୍ତି ଅପେକ୍ଷା କରିକି ତାଙ୍କ ପୁଅ ବୋହୂ ଆସିବ ବୋଲି। ମୁଁ ତାଙ୍କ ପାଖକୁ ଗଲି, ନମସ୍କାର କଲି, ପାଖରେ ବସିଲି। ସେ ଦେଖିଲେ, ହସିଲେ, କିଛି କହିଲେନି। ମୁଁ କହିଲି ଅପେକ୍ଷା କରିଛନ୍ତି ନା? ହଁ। ବହୁ ସମୟ ପରେ ସେ ତାଙ୍କ ମନ ଖୋଲିକରି କହିଲେ କ'ଣ ନା, ଏଇ ସହରରେ ମୋର ଘର, ମୁଁ ଏଠି ଚାକିରି କରିଥିଲି, ଏଠି ରିଟାୟାର୍ଡ କରିଛି ଏବଂ ଚାକିରି କରିଥିଲା ବେଳେ ଟଙ୍କା ସଞ୍ଚୟ କରି ଘରଟେ କରିଛି, ଯେଉଁଠିକି ମୋ ସ୍ତ୍ରୀ ଦ୍ୱାରା ଦେହାନ୍ତ ପରେ ମୁଁ ରହିପାରିନି। ମୋ ପୁଅ ବୋହୂ ସେଠି ରହିଛନ୍ତି, ପୁଅ ବୋହୂ 2 ଜଣଙ୍କ ଚାକିରି କରୁଛନ୍ତି। ସେମାନେ ମୋତେ ଆଣିକି ଏଇଠି ଛାଡ଼ି ଦେଇଛନ୍ତି। ମୁଁ କହିଲି ହଉ ଠିକ୍ ଅଛି, ମଝିରେ ମଝିରେ ଟିକେ ଆସୁଥିବ। ମୁଁ ତାଙ୍କୁ ଅନୁରୋଧ କରିଥିଲି ନୂଆବର୍ଷ, ଏଇ ବର୍ଷ ସରିବା ପୂର୍ବରୁ ନୂଆବର୍ଷ ଯେମିତି ହେଲେ ଆସିବ, ମୁଁ ଅପେକ୍ଷା କରିଛି। କିନ୍ତୁ ଫୋନ୍ ଆସିଲା ସେମାନେ ନାହାନ୍ତି, ବୁଲିବାକୁ ଯାଇଛନ୍ତି, ପିକନିକ୍ କରିବାକୁ ଯାଇଛନ୍ତି, ବୁଲିବାକୁ ଯାଇଛନ୍ତି। ତାପରେ ସେମାନେ ପୁଣି ଡିସେମ୍ବର 31 ତାରିଖ ପୁରୀ ଆସିବେ, ରାତି ଉଜାଗର ହେଇକରି ସକାଳୁ ଜଗନ୍ନାଥଙ୍କ ଦର୍ଶନ କରିବେ। ତାପରେ ଯଦି କ୍ଳାନ୍ତ ନ ହୋଇଥିବେ, ବ୍ୟସ୍ତ ନ ହୋଇଥିବେ, ସେ ମୋ ପାଖକୁ ଆସିବେ। କିନ୍ତୁ ମୁଁ ଜାଣିଛି ସେ କେବେ ବି ଆସିବେନି, କାରଣ ଗତ ବର୍ଷ ବି ନୂଆ ବର୍ଷରେ ମୁଁ ଅପେକ୍ଷା କରିଥିଲି, ସେ ଆସିନଥିଲେ। କାହାକୁ କହିବି ଆଉ କଥା, ନା କହି ହେଉଛି ନା ସହି ହେଉଛି। ଆଖିରୁ ତାଙ୍କର ଠକ୍ ଠକ୍ ହେଇକି ଲୁହ ବାହାରିଗଲା। ମୋ ହାତକୁ ଧରି ପକାଇଲେ, କହିଲେ ମୁଁ କାହାକୁ କହୁନି, କିନ୍ତୁ ଜାଣେ ନା କାହିଁକି ଆପଣଙ୍କୁ କହିଦେଲି। ବାସ୍ ମୋ ଆଖିରେ ବି ଲୁହ ଆସିଯାଇଥିଲା। ମୁଁ ତାଙ୍କୁ କୁଣ୍ଢେଇ ପକାଇଲି। ମୁଁ କହିଲି ଠିକ୍ ଅଛି, ଆପଣ ମନ କଥା ମୁଁ ବୁଝୁଛି, କିନ୍ତୁ ସବୁ ଜିନିଷ କିନ୍ତୁରେ ରହିଯାଉଛି। ତେଣୁ ଏଠି ଆପଣମାନେ ଭାବନ୍ତୁ, ଏବେ ଟିଭିରେ ଚ୍ୟାନେଲରେ ଦେଖିଥିବେ, ଖବରକାଗଜ ଦେଖିଥିବେ, ଲକ୍ଷ ଲକ୍ଷ ଲୋକ ଡିସେମ୍ବର 31 ତାରିଖ ଜାନୁଆରୀ 1ରେ ଯାଇକି ଜଗନ୍ନାଥ ମହାପ୍ରଭୁଙ୍କୁ ଦେଖା କରୁଛନ୍ତି। 3 କିଲୋମିଟର ଲାଇନରେ ଛିଡ଼ା ହେଉଛନ୍ତି, ଭିଡ଼ ଠେଲା ପେଲା ହେଉଛି। ଠିକ୍ ଅଛି, ଭଲ ଅଛି। କିନ୍ତୁ ଯିଏ ଆମର ଚଳନ୍ତି ପ୍ରତିମା, ଯିଏ ବାପା ମା', ଯିଏ ଆମକୁ ଏଇ ସଂସାରକୁ ଆଣିଛନ୍ତି, ତାଙ୍କ କଥା କେମିତି ଭୁଲିଯିବା? ନୂଆ ବର୍ଷରେ ନୂଆ ଜୀବନ, ନୂଆ ଦିନ ଆରମ୍ଭ କରିବାରୁ ତାଙ୍କର ତ ଆଶୀର୍ବାଦ ଦରକାର ନା। ବାସ୍ ଏତିକି। ଆଉ ସେଠୁ ଆସିଲା ବେଳଠାରୁ ମୁଁ ଆଜି ପର୍ଯ୍ୟନ୍ତ ବି ସେ କଥାଟା ଭୁଲି ପାରୁନି, ସେ କଥାଟା ଭୁଲି ପାରୁନି।